କାମିନୀ ନାମର ଜଣେ ମା ତାଙ୍କ ପୁଅ ଅଜୟ ସହ ରହୁଥିଲେ। ଘରଟି ବହୁତ ସରଳ ଥିଲା, ଛୋଟ ଝୁପୁଡି ଘର, ମାଟିର ଦିବାଳ ଓ ଖରା ଛାତ। କିନ୍ତୁ ସେଠାରେ ଭରିଥିଲା ଅସୀମ ଭଲ ପାଇବା। ଅଜୟ ଛୋଟ ବେଳେ ତାଙ୍କ ବାପା ଚାଲି ଯାଇଥିଲେ। ସେଥିଠାରୁ କାମିନୀ ଏକା ହୋଇ ପୁଅକୁ ଲାଳନ ପାଳନ କରୁଥିଲେ। କାମିନୀ ସକାଳୁ ଉଠି ଘରେ ଘରେ କାମ କରୁଥିଲେ, କେବେ କେତେ କ୍ଷେତରେ ମଜଦୁରୀ କରୁଥିଲେ। ବର୍ଷା ହେଉ କି ଧୂପ, ସେ କେବେ ବିଶ୍ରାମ ନେଉନଥିଲେ। ତାଙ୍କ ହାତ ଫାଟି ଯାଇଥିଲା, ମୁହଁରେ କ୍ଳାନ୍ତି ଥିଲା, କିନ୍ତୁ ଆଖିରେ ଥିଲା ଏକ ଆଶା, ମୋ ପୁଅ ଏକଦିନ ବଡ଼ ଲୋକ ହେବ। ରାତିରେ ଅଜୟ ପଢୁଥିଲା, ଆଉ କାମିନୀ ତାଙ୍କ ପାଖରେ ବସିଥାଉଥିଲେ। ସେ କହୁଥିଲେ, ପୁଅ ତୁ ହାରିବୁ ନାହିଁ, ମୁଁ ତୋ ପାଇଁ ସବୁ କଷ୍ଟ ସହିବି। ସେ ଘରେ ଖାଇବାକୁ କିଛି ନଥିଲା, କେବଳ ଏକ ଥାଳି ଭାତ ଥିଲା। ଅଜୟ କହିଲା, ମା, ଆମେ ଦୁଇଜଣେ ମିଶି ଖାଉ। କିନ୍ତୁ କାମିନୀ ହସି କହିଲେ, ମୁଁ ଆଗରୁ ଖାଇଦେଇଛି, ତୁ ଖା। ଅଜୟ ଖାଇଲା, କିନ୍ତୁ ସେ ଦେଖିଲା ଯେ ମା ଲୁଚି ଲୁଚି ପାଣି ପିଇ ଭୁଖ ଦମାଉଛନ୍ତି। ବର୍ଷ ପରେ ଅଜୟ ଭଲ ରେଜଲ୍ଟ କଲା। ସେ ସହରକୁ ଯାଇ ଏକ ଭଲ ଚାକିରି ପାଇଲା। ସେ ପ୍ରଥମ ଦରମା ନେଇ ଗାଁକୁ ଆସିଲା। ମାଙ୍କ ହାତରେ ଟଙ୍କା ଦେଇ କହିଲା, ମା, ଏହା ମୋର ପ୍ରଥମ ଉପହାର। କାମିନୀର ଆଖିରୁ ଲୁହ ଝରିଗଲା। ଅଜୟ ତାଙ୍କ ମାକୁ ସହରକୁ ନେଇଗଲା। ତାଙ୍କ ପାଇଁ ଭଲ ଘର, ଭଲ ଖାଦ୍ୟ, ସବୁ ସୁବିଧା ଦେଲା। କିନ୍ତୁ କାମିନୀ ସେଇ ପୁରୁଣା ଦିନକୁ ଭୁଲି ପାରୁନଥିଲେ। ସେ କହିଲେ, ପୁଅ, ମୋତେ ଏହି ସବୁ ନାହିଁ ଦରକାର, ତୁ ମୋ ପାଖରେ ରହିଲେ ମୁଁ ଖୁସି। ସେ କାମିନୀ ଅଜୟଙ୍କୁ କହିଲେ, ଜୀବନରେ ବଡ଼ ଲୋକ ହେବା ଭଲ, କିନ୍ତୁ ଭଲ ମନୁଷ୍ୟ। ସମୟ ବିତିଗଲା, କିନ୍ତୁ ମା ଓ ପୁଅର ସେଇ ଭଲ ପାଇବା କେବେ ଯଦି ଆପଣଙ୍କୁ ମୋର ଏହି କାହାଣୀଟି ଭଲ ଲାଗିଲା, ତେବେ ଏମିତି ଆହୁରି ସୁନ୍ଦର ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାନ୍ତୁ।